ଗୋଟିଏ ଜଙ୍ଗଲ ଥିଲା। ସେଇ ଜଙ୍ଗଲରେ ରାଣୀ ଚଢ଼େଇ ରହୁଥିଲା। ରାଣୀ ଚଢ଼େଇର ଗୋଟିଏ ଝିଅ ଥିଲା। ତା'ର ନାମ ଥିଲା ମିନୁ ଚଢ଼େଇ। ମିନୁ ଚଢ଼େଇ ଏବଂ ରାଣୀ ଚଢ଼େଇ ମା ଝିଅ ବହୁତ ଖୁସିରେ ରହୁଥିଲେ। ରାଣୀ ଚଢ଼େଇ ଗୋଟିଏ ଅଣ୍ଡା ଦେଲା। ମିନୁ ଚଢ଼େଇ ସେଇ ଅଣ୍ଡାକୁ ବହୁତ ଯତ୍ନରେ ରଖିଲା। ମା ଏଇ ଅଣ୍ଡାରୁ ମୋର ଭଉଣୀ ଗୋଟେ ହବ। ଆରେ ମିନୁ, ମୁଁ ଜାଣିବି କେମିତି ତୋର ଭାଇ କି ଭଉଣୀ ହେବ? ଯାହା ହେବ ଭଲ ହେବ। ଏମିତି କିଛି ଦିନ ବିତିଗଲା। ପିଙ୍କି ଚଢ଼େଇ ଉଡ଼ି ଉଡ଼ି ରାଣୀ ଚଢ଼େଇ ପାଖକୁ ଆସିଲା। ଆରେ ରାଣୀ, ତମର ତ ଗୋଟିଏ ଚଢ଼େଇ ଝିଅ ଅଛି। ତାପରେ ପୁଣି କିଛି ଦିନ ପରେ ଏଇ ଅଣ୍ଡାରୁ ଗୋଟିଏ ପିଲା ବାହାରିବ। ମୁଁ କ'ଣ କହୁଥିଲି, ମୋର ତ ପିଲା ନାହାନ୍ତି କି ମୋର ଅଣ୍ଡା ହୁଏ ନାହିଁ। ମୁଁ ସେଥିପାଇଁ ମିନୁକୁ ମୋ ସାଥିରେ ନେବାକୁ ଆସିଛି। ମୁଁ ତାକୁ ପାଠ ପଢ଼େଇବି ଆଉ ବହୁତ ଖୁସିରେ ରଖିବି। ଠିକ୍ ଅଛି ପିଙ୍କି, ତମେ ମିନୁକୁ ତମ ସାଥେ ନେଇଯାଅ। ପିଙ୍କି ଚଢ଼େଇ ମିନୁକୁ ସାଥିରେ ନେଇଗଲା ଆଉ ପିଙ୍କି ତା ଘରେ ପହଞ୍ଚିଗଲା। ଶୁଣ ପିଙ୍କି, ମୁଁ ଶୋଇବାକୁ ଯାଉଛି। ତମେ ଏ ଅଣ୍ଡାକୁ ଚାହିଁଥିବ ଆଉ ଏ ଚଢ଼େଇକୁ ତା କାମରେ ଲଗେଇ ଦେବ। ଠିକ୍ ଅଛି, ତମେ ଯାଅ। ଏ ଅଣ୍ଡା କାହାର? ଏ ଅଣ୍ଡା ମୋର। ତମେ ତ ମୋ ମାଆକୁ କହିଲ ମୋର କେହି ପିଲା ନାହିଁ କି ମୋର ଅଣ୍ଡା ହୁଏ ନାହିଁ। ହଁ, ମୁଁ ମିଛ କହିଛି। ତୋତେ ଏସବୁ ବୁଝିବା ଦରକାର ନାହିଁ। ଯା, ତୋତେ ଯେଉଁ କାମ କହିଛି କରିବୁ। ମୁଁ ପରେ କାଲିଠୁ ସ୍କୁଲକୁ ଯିବି। ଆରେ ସ୍କୁଲକୁ ତୁ ପୁଣି ପଇସା କ'ଣ ଗଛରେ ଫଳିଛି? ତୋତେ କ'ଣ ଏଇ ସ୍କୁଲରୁ ପାଠ ପଢ଼ିବାକୁ ଆଣିଛି? ଯା, ଜଙ୍ଗଲକୁ ଯା, କାଠ ଆଣିବୁ। ଠିକ୍ ଅଛି, ମୁଁ ଯାଉଛି। ତାପରେ ମିନୁ ଚଢ଼େଇ ଜଙ୍ଗଲକୁ କାଠ ଆଣିବା ପାଇଁ ଗଲା। ଏମିତି କିଛି ଦିନ ବିତିଗଲା। ରାଣୀ ଚଢ଼େଇର ଅଣ୍ଡାରୁ ଗୋଟିଏ ପିଲା ହେଲା। ତା'ର ନାମ ଥିଲା ଚିକି ଚଢ଼େଇ। ମା, ତମେ ପରା କହୁଥିଲ ମୋର ଭଉଣୀ ଯାଇଛି ପାଠ ପଢ଼ିବା ପାଇଁ, କୋଉଦିନ ଆସିବ? ବହୁତ ଶୀଘ୍ର ସେ ଆସିଯିବ। ଠିକ୍ ଅଛି ମା। ଏପଟେ ମିନୁ ଚଢ଼େଇ ଜଙ୍ଗଲକୁ କାଠ ଆଣିବା ସହିତ ଘରର ସବୁ କାମ କରୁଥିଲା। କିଛି ଦିନ ପରେ ପିଙ୍କି ଚଢ଼େଇର ମଧ୍ୟ ଗୋଟିଏ ପିଲା ହେଲା। କିନ୍ତୁ ପିଙ୍କି ଚଢ଼େଇ ଆଉ କିଛି କାମଧନ୍ଦା କରୁନଥାଏ। ସେ ଖାଲି ଶୋଉଥାଏ ଆଉ ମିନୁ ଚଢ଼େଇ ଘରର ସବୁ କାମ କରୁଥାଏ। ଏମିତି କିଛି ଦିନ ବିତିଗଲା। ବହୁତ ଜୋର ବର୍ଷା ହେଲା। ବର୍ଷା କାରଣରୁ ବହୁତ ଥଣ୍ଡା ପଡ଼ିଲା। ପିଙ୍କି ଏବଂ ତା'ର ପିଲାମାନେ କମ୍ବଳ ଘୋଡ଼େଇ ଶୋଇଗଲେ। କିନ୍ତୁ ମିନି ଚଢ଼େଇ ସେମିତି ଥଣ୍ଡାରେ ଶୋଇଲା। ଥଣ୍ଡାରେ ଶୋଇବାରୁ ତାକୁ ଜ୍ୱର ହୋଇଗଲା। ସେ ଜ୍ୱରରେ କମ୍ପୁଥାଏ। ସେଇ ରାସ୍ତାରେ ପିଲୁ ଚଢ଼େଇ ଯାଉଥିଲା ଆଉ ସେ ମିନୁକୁ ଦେଖିଦେଲା। ପିଲୁ ଚଢ଼େଇ ଯାଇ ରାଣୀ ଚଢ଼େଇକୁ ସବୁ କଥା କହିଲା। ତାପରେ ରାଣୀ ଚଢ଼େଇ ପିଙ୍କି ଚଢ଼େଇ ପାଖକୁ ଆସିଲା। ତମେ ପରା କହିଥିଲ ମୋ ପିଲାକୁ ସ୍କୁଲରେ ପାଠ ପଢ଼ିବ। ଧୋକାବାଜ, ମୋ ପିଲାକୁ ଏମିତି ଅବସ୍ଥାରେ ରଖିଛ। ତାପରେ ରାଣୀ ଚଢ଼େଇ ମିନୁକୁ ସେଠାରୁ ନେଇଗଲା। ମିନୁ ଏବଂ ଚିକି ବହୁତ ଖୁସିରେ ଖେଳିଲେ। କିଛି ଦିନ ପରେ ପିଙ୍କି ଚଢ଼େଇର ଝିଅର ଦେହ ଖରାପ ହେଲା। ଡାକ୍ତର ପାଖକୁ ଗଲା। ଡାକ୍ତର କହିଲେ, ତମ ଝିଅ ଆଉ ଚାଲିପାରିବ ନାହିଁ। କାହିଁ, କ'ଣ ହେଇଛି କି? ତମେ ହୁଏତ କୌଣସି ଚଢ଼େଇକୁ ଏମିତି ଅତ୍ୟାଚାର କରିଛ। ତାହାର ଫଳ ତମକୁ ଆଜି ମିଳୁଛି। ଏହା ଶୁଣି ପିଙ୍କି ଚଢ଼େଇ ବହୁତ କାନ୍ଦିବାକୁ ଲାଗିଲା।